ଦିଲ୍ଲୀରେ ସାଂଘାତିକ ହେବାରେ ଲାଗିଛି ବାୟୁ ପ୍ରଦୂଷଣ। ରାଷ୍ଟ୍ରୀୟ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ 500 ଛୁଇଁଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ହାନିକାରକ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ ବିଭିନ୍ନ ସ୍ଥାନରେ AQI ସ୍ତର ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଏହି ସମସ୍ତ ସ୍ଥାନଗୁଡ଼ିକ ହେଉଛି ରୋହିଣୀ, ବାୱାନା, ଜାହାଙ୍ଗୀରପୁର, ଅଶୋକ ବିହାର, ଆନନ୍ଦ ବିହାର, ITO ଏବଂ ଚାନ୍ଦନୀ ଚୌକ। CQMର ଅନୁଯାୟୀ ପବନର ମନ୍ଥନର ବେଗ, ସ୍ଥିର ବାୟୁମଣ୍ଡଳ, ପ୍ରତିକୂଳ ପାଣିପାଗ ପରିସ୍ଥିତି ଓ ପ୍ରଦୂଷଣଗୁଡ଼ିକ ବାୟୁମଣ୍ଡଳରେ ଖେଳାଇ ହେଇ ନପାରିବା ଯୋଗୁଁ ଏହି ବୃଦ୍ଧି ଘଟିଛି। ସେପଟେ ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ବଢୁଛି ରୋଗୀଙ୍କ ସଂଖ୍ୟା। ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଛି। ସେପଟେ ବୟସ୍କ, ଗର୍ଭବତୀ, ରୋଗୀ ଓ ଶିଶୁଙ୍କୁ ଅଧିକ ସତର୍କ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଘନ କୁହୁଡ଼ି ଯୋଗୁଁ ବିମାନ ଅବତରଣ ମଧ୍ୟ ବାଧାପ୍ରାପ୍ତ ହେଉଛି, ଯେଉଁ କାରଣରୁ ଅନେକ ବିମାନ ମଧ୍ୟ ପ୍ରଦାନକାରୀ କମ୍ପାନୀ ନିଜର ଉଡ଼ାଣକୁ ବାତିଲ କରୁଛନ୍ତି। ସେହିପରି ଦିଲ୍ଲୀ ସମେତ ଉତ୍ତର ଭାରତ ଘନ କୁହୁଡ଼ି କାରଣରୁ ରେଳ ଚଳାଚଳ ମଧ୍ୟ ଆଂଶିକ ଭାବରେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି। ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇ ଦିଲ୍ଲୀରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଅନଲାଇନ କ୍ଲାସ ପାଇଁ ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଯେ ବାୟୁ ପ୍ରଦୂଷଣର ପ୍ରଭାବ ଛୋଟ ପିଲାଙ୍କ ଉପରେ ଅଧିକ ଗୁରୁତର, ଯାହା ବିଶ୍ୱାସକୀ ସମସ୍ୟା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ। ସତର୍କତାମୂଳକ ଅପେକ୍ଷା ଏହାକୁ ଦୃଷ୍ଟିରେ ରଖିବା ନିହାତି ଜରୁରୀ। ଅନ୍ୟପଟେ ଦିଲ୍ଲୀର ପ୍ରଦୂଷଣ ବାୟୁମଣ୍ଡଳକୁ ନେଇ ବ୍ରିଟେନର ଏବଂ କାନାଡା ଦିଲ୍ଲୀରେ ରହୁଥିବା ସେମାନଙ୍କର ନାଗରିକଙ୍କୁ ମଧ୍ୟ ସତର୍କ କରିଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।